ସିଡିରେ ନେଇକିରି ଓହ୍ଲଉଥିବା ଗୋଟେ ଷ୍ଟେପ ଯିବା କଥା 2 ଷ୍ଟେପ ଗଲେ ଭେରି ତେଣୁ ଟିକେ ଇନବାଲାନ୍ସ ହେଇଯିବେ। ଇନବାଲାନ୍ସର ଓଡିଆ ହଉଛି ଯେ ଭାରସାମ୍ୟ ହରେଇ ଦେଲେ। ଆଜ୍ଞା ତାକୁ କଣ ନେଇ ମିଡିଆରେ ଛାଡିବା। ବାପାଙ୍କର ପିନ୍ଧୁ ପିନ୍ଧୁ ଲୁଗାଟା ଖସିଗଲା ତାଙ୍କ ଫଟୋ ଉଠେଇ କଣ ମିଡିଆରେ ଛାଡିବା। ବୋଉ ପିନ୍ଧୁ ପିନ୍ଧୁ ଲୁଗାଟା ବୁଢୀ ଲୋକ ଖସିଗଲା ତାକୁ କଣ ମିଡିଆରେ ଛାଡିବା। ସେ କଣ ପଢିଛନ୍ତି? ସେ ପଢିଥିଲେ ତ ଯାଇ ଶ୍ରଦ୍ଧାବାଲିରେ ମୁହଁ ମାଡି ପଡିଥାନ୍ତେ। ଇନବାଲାନ୍ସ ହେଇଛନ୍ତି। ଇନବାଲାନ୍ସ ର ଓଡିଆ ହଉଛି ଯେ ଭାରସାମ୍ୟ ହରେଇଛନ୍ତି। ତାର କାରଣ ହଉଛି ସେ ଯୋଉ ପଟା ଲାଗିଛି ସେ ପଟାରେ ଶିଉଳି ଅଛି କିମ୍ବା ପାଣି ପଡିଥିଲା ସେ ଯୋଡେ ଷ୍ଟେପ ଖସିଗଲେ ଏମାନେ ଜୀବନକୁ ବାଜି ଲଗେଇକିରି ଭେଣ୍ଡିଆ ମାନେ ରୋକିଲେ ତେଣୁ ଏମାନେ ଇଞ୍ଜୋର୍ଡ ହେଲେ ତାକୁ କିନ୍ତୁ ରୋକିଦେଲେ। ତେଣୁ ଯଦି ରହିଲେ ୟାକୁ ନେଇକିରି ଗୋଟେ ସେ ପ୍ରଳୟ ହେଇଯିବ, ସେ ବଜ୍ର ପଡିଯିବ, ସେ ସରକାର ଭାଙ୍ଗିଯିବ, ସେ ଅମୁକ ହେଇଯିବ, ଏଭଳି କୁହେଳିକା ସୃଷ୍ଟି କରିବାର ମାନେ କିଛି ନାହିଁ। ଏମିତି ଗୋଟେ ହଟ୍ଟମଟ ସୃଷ୍ଟି କରିବା ଠିକ ନୁହଁ। ୟାକୁ ଇତିହାସ କରିବା ବି ଠିକ ନୁହଁ। ଇଏ ଆମର ଦୁର୍ବଳତା। ଯଦି ବାଇଚାନ୍ସ ତାଙ୍କର ଯୋଡେ ଷ୍ଟେପ ତଳକୁ ଗଲେ ଭେରି ଅସାବଧାନତା ବଶତଃ ବାପା ଯଦି ତଳକୁ ଓହ୍ଲଉ ଓହ୍ଲଉ ଯୋଡେ ଟିକେ ଇନବାଲାନ୍ସ ହେଇଗଲେ ତାହେଲେ ୟାକୁ କଣ ଆମେ ଇତିହାସ କରିବା? ୟାକୁ କଣ ଆମେ ଭାଇରାଲ କରିବା? ୟାକୁ କଣ ଆମେ ଆମର ଏଇଟା ଦୁର୍ବଳ ଦିଗଟାକୁ ଆମେ ଚାରିଆଡେ ପ୍ରଚାର କରିବା? କଣ ଯୁଗ ହେଲା? ଆମ ପାଖରେ ମୋବାଇଲ ଅଛି, ଆମ ପାଖରେ ବିଭିନ୍ନ ପ୍ରକାର ଭାଇରାଲ କରିବାକୁ ସୁବିଧା ଅଛି ବୋଲି ଆମେ ଶିକ୍ଷିତ ବୋଲି ଏଇ କାମ କରିବା। ମତେ ଭଲ ଲାଗୁନି ଆଜ୍ଞା। ସେ ପଢି ନାହାନ୍ତି, ଜବରଦସ୍ତି ପଢିଛନ୍ତି। ସେ ପ୍ରଳୟ ହେଇଯିବ, ବ୍ରାହ୍ମଣ ଖାଇବାକୁ ଦିଆଯିବ, ସେ ଢିଙ୍କି ହବ, ପୃଥିବୀ ଫାଟିଯିବ, ସେ ଦି ଫାଳେ ହେଇଯିବ, ସେ ଅମୁକ ହବ। ଏସବୁ ପ୍ରଚାର କଣ ମାନେ ଅଛି? ଆପଣ ଏଇଟାକୁ ବିରୋଧ କରନ୍ତୁ। ଏସବୁ ପ୍ରକାର କୁହେଳିକା ସୃଷ୍ଟି କରି ସମାଜରେ ଏକ ଆତଙ୍କ ସୃଷ୍ଟି କରିବାର କିଛି ଆବଶ୍ୟକତା ନାହିଁ। ହୁଏ ଏଡେ ବଡ ଯାତ୍ରା, କୋଉଠି ଟିକେ ଫୁଲମାଳ ଖସିଯିବ, କୋଉଠି ଚାହିଆଟାରୁ ଫୁଲଟେ ଭିଡ଼ି ନେବେ, କୋଉଠି ଟିକେ ଛୁଇଁଦେବେ, କୋଉଠି କଣ କରିଦେବେ। ୟାକୁ ନେଇ ଏତେ ହଟଚମଟ କରିବା ଉଚିତ ନୁହଁ। ଏଠି ଭାବର ଦେବତା ସିଏ, ଆମେ ଭାବରେ ଅଛେ। ଭାବର ଦେବତାକୁ ଆମେ ଟିକି ନିକି ତାଙ୍କ ଦେହରୁ କୋଉଠି ଝାଳ ବୋହିଗଲା, କୋଉଠି ପାଣି ବୋହିଗଲା, କୋଉଠି କଣ ହେଲା, ଏସବୁ କଥାକୁ ନେଇ ମୁଁ ଏର ସପକ୍ଷବାଦୀ ନୁହେଁ ଆଜ୍ଞା। ତେଣୁ ମତେ ମୁଁ ଭାରି ଦୁଃଖିତ ହେଇଛି ଏସବୁ କଥାକୁ ଯୋଉମାନେ ପ୍ରଚାର କରୁଛନ୍ତି ସେମାନେ ଜାଣିବା ଉଚିତ। ଆଜି ବାହାରିଛି ଯେ ଏଇ ଯୋଉ ଆର ପ୍ରତିକାର କରିବା ପାଇଁ ଶ୍ରୀମନ୍ଦିରରେ ଲକ୍ଷେ ଥର ବିଷ୍ଣୁ ମହାପ୍ରଭୁଙ୍କର ସେଥିପାଇଁ ତ ଅଛନ୍ତି ଲୋକ, ମୁକ୍ତି ମଣ୍ଡପ ଅଛି, ପଣ୍ଡିତ ମାନେ ଅଛନ୍ତି, ପୁରୀ ସହରରେ 100 ଜଣ ପ୍ରଫେସର ଅଛନ୍ତି, ପୁରୀ ସହରରେ ସଂସ୍କୃତ ପଣ୍ଡିତ 500 ଜଣ ବାହାରିବେ। ବହି ସେ ଯୋଉ କଥା ବାହାରିଛି ସେ ବହି ବି ମୋ ପାଖରେ ଅଛି, ଦୁନିଆରେ ସମସ୍ତଙ୍କ ପାଖରେ ଅଛି। ସେଟା ପଢିଲେ ସିନା, ଆଉ ନ ପଢିକିରି ତମେ ତାକୁ କୋଉଠି କଣ ଅଛି ବାହାର କରିକିରି ଏତେ କଥା କରିବା। ତାପରେ ଆମେ କିଏ? ସିଏ ତାଙ୍କର ମୁକ୍ତିମଣ୍ଡପ ପଞ୍ଚସଭାରେ ପଚାରିବେ, ସେଠି ବଡ ବଡ ପଣ୍ଡିତ ଅଭିଜ୍ଞ ସଂସ୍କୃତ ଜ୍ଞାନ ଥିବା ବୁଢା ବୁଢା ଲୋକ ଅଛନ୍ତି, ସେମାନେ ବିଚାର କରିବେ କଣ ହେଇଛି କଣ ନାହିଁ। ଆମେ କିଏ? ଆମେ ସଜେସନ ଦବାକୁ କିଏ? ଆପଣଙ୍କ ଘରେ କଣ ହେଲା ବା କିଛି ହେଇଛି, ଯଦି କିଛି ଭୁଲ ଭଟକା ହେଇଛି ଆମେ ସଜେସନ ଦବାକୁ କିଏ? ଆମକୁ ପଚାରୁଛି କିଏ? ଜିଲ୍ଲା ପ୍ରଶାସନ ପଚାରୁଛି, ରାଜ୍ୟ ପ୍ରଶାସନ ପଚାରୁଛି, ମନ୍ଦିର ପ୍ରଶାସନ ପଚାରୁଛି? ଆମକୁ ତ କେହି ପଚାରୁନାହାନ୍ତି। ଆମେ ଆମ ଲକ୍ଷ୍ୟ ପଛରେ ଯିବା। ଏ ବାଜେ କଥାରେ ମୁଣ୍ଡ ପୁରେଇକିରି ଗୋଟେ ଆତଙ୍କ ସୃଷ୍ଟି କରିବାର ମାନେ କଣ? ରହୁଛି ଆଜ୍ଞା, ଜୟ ଜଗନ୍ନାଥ। ଆପଣ ଭଲ ନା ସୁରେନ୍ଦ୍ର କୁମାର ମିଶ୍ର ତ ଗବେଷକ ଅଛନ୍ତି ଆଉ? ନାଇଁ ମୁଁ ଥିଲି ରିସର୍ଚ୍ଚ ଅଫିସର ଥିଲି ଜଗନ୍ନାଥ ସାଂସ୍କୃତିକ ୟୁନିଭରସିଟିରେ, ରିଟାୟାର୍ଡ କରିସାରିଛି ଏବଂ ବର୍ତ୍ତମାନ ଐତିହ୍ୟ ଉପରେ କାମ କରୁଛି। ତେଣୁ ମୁଁ ଐତିହ୍ୟ ବିଶାରଦ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ଆଜ୍ଞା, ଠିକ ଅଛି, ଧନ୍ୟବାଦ।